ମୁଁ ବର୍ତ୍ତମାନ ଷ୍ଟୁଆର୍ଟ ସ୍କୁଲ ଆଉ ବ୍ୟାପ୍ଟିଷ୍ଟ ଚର୍ଚ୍ଚ ଆମ ମିଶନ ରୋଡ଼ରେ ଥିବା ବ୍ୟାପ୍ଟିଷ୍ଟ ଚର୍ଚ୍ଚର ରୋଡ଼ ପାଖରେ ଛିଡ଼ା ହେଇଛି। ଏଇ ରୋଡ଼ଟି ଆପଣଙ୍କର ସୁତାଟ ଆଉ ଓଡ଼ିଆ ବଜାରକୁ ଯାଇଛି। ବର୍ତ୍ତମାନ ଗୋଟେ ପ୍ରକାରର ଯଦି ଦେଖିବାକୁ ଚାହିଁବେ, ମୁଁ ବର୍ତ୍ତମାନ ମହାନଗର ନିଗମର ପିଣ୍ଡାରେ ଛିଡ଼ା ହେଇଛି। ବର୍ତ୍ତମାନ ମହାନଗର ନିଗମର ଅଗଣାକୁ ଓହ୍ଲାଉଛି। ଆପଣ ଦେଖନ୍ତୁ କେତେ ବଡ଼ ଗ୍ୟାପ୍ରେ ଏ ରାସ୍ତା ତିଆରି ହେଇଛି। ମୁଁ ବର୍ତ୍ତମାନ ପିଣ୍ଡାରୁ ଅଗଣାକୁ ଆଇଲି। ଆପଣମାନେ ଦେଖୁଥିବେ ଯେଉଁ ଗାଡ଼ି ଗୁଡ଼ା ଯାଉଛି ଏପଟୁ, ହଠାତ୍ ଯଦି ଜଣେ କିଏ ରାତିରେ ଜାଣିପାରିବନି, ଯଦି ଗାଡ଼ିଟିଏ ବୁଲେଇ ଦିଏ ତେବେ ତା'ର ଦୁର୍ଘଟଣା ହେବା ନିଶ୍ଚିତ। ଏ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଯିବା ଆସିବା କରୁଛି। ଆପଣ ଯଦି ଦେଖିବେ ଏପଟୁ ଗାଡ଼ି ଉଠେଇଲା ବେଳକୁ ବି ରିସ୍କ ଅଛି, ଆଉ ଯେତେବେଳେ ଆପଣ ସେପଟୁ ଗାଡ଼ି ନେଇକି ଆସିକି ରାଇଟ୍ ଟର୍ନ କି ଲେଫ୍ଟ ଟର୍ନ ନେବେ ତା ଦେହରେ ମଧ୍ୟ ରିସ୍କ ଅଛି। ତେଣୁ ଏହା ପ୍ରତି ମହାନଗର ନିଗମ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ମୁଁ ଅନୁରୋଧ କରୁଛି। ଆଉ ଗୋଟେ କଥା ଯଦି ଆପଣ ଦେଖିବେ, ବର୍ତ୍ତମାନ ଯେ କଟକ ସହରର ଯାହା କଟକିଆଙ୍କର ଯାହା ମେଣ୍ଟାଲିଟି ତା ସମ୍ପୂର୍ଣ୍ଣ ଭାବରେ ବିପରୀତ ହୋଇଯାଇଛି। କାରଣ ଆପଣ ଯେଉଁଭଳି ଭାବରେ ବିରୋଧ ହେବା କଥା ଅସହ୍ୟ ହେଲାଣି, ଲୋକଙ୍କର ଭୋଗିବା, କଟକିଆଙ୍କର ଭୋଗିବାଟା ଅସହ୍ୟ ହେଲାଣି। ଯେଉଁଭଳି ଭାବରେ ବିରୋଧ ହେବା କଥା ସେଭଳି ଭାବରେ ବିରୋଧ ହେଉନାହିଁ। ତାର ଏକମାତ୍ର କାରଣ ହେଲା ଆପଣ ବର୍ତ୍ତମାନ କଟକ ସହରର ଯେକୌଣସି ପୂଜା କମିଟି ଦେଖନ୍ତୁ, କାଁ ବା 3ଟା 4ଟା ପୂଜା କମିଟିକୁ ଛାଡ଼ିଦେଲେ ଆପଣ ଯେକୌଣସି ପୂଜା କମିଟିକୁ ଦେଖନ୍ତୁ, ସେ ପୂଜା କମିଟିର ସମ୍ପାଦକ ନହେଲେ ସଭାପତି ନିଶ୍ଚିତ କୌଣସି ନା କୌଣସି ଦଳ ସହିତ ସଂଯୋଗରେ ଅଛନ୍ତି। ତେଣୁ ସେମାନେ यार सबुठ बड़ बर्तमान सहीटा ही कारण होती जो साई मुरबी से राजनीतिक कंपलसन राजनीतिक मजबूरी से पार्टी खोली पारना। तेणु बर्तमान कटकिया निज हक आगू को आसवाक पड़ो। जनवादरू रंजित बानर्जी, कटक।